ଆଜ୍ଞା ନମସ୍କାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବିଭାଗରେ ବଡ଼ ଧରଣର ଦୁର୍ନୀତି ଚାଲିଛି। ବୋଧହୁଏ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ନାହାନ୍ତି। କିନ୍ତୁ ଏଇ ଯେଉଁ ସଙ୍ଗୀନ ସ୍ଥିତିଟି ସୃଷ୍ଟି ହୋଇଛି, ଯଦି ଏବେଠାରୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଅକଳରେ ପଡ଼ିବା ନିଶ୍ଚିତ। ଏମିତିକି ଆପଣମାନେ ଦେଖୁଥିବେ ଆଜିକାଲି ଏମିତି ସରକାରୀ ନିଯୁକ୍ତି ତ କମ୍, କିନ୍ତୁ ନିଯୁକ୍ତି ପରୀକ୍ଷାରେ କିଭଳି ଭାବରେ ପ୍ରଶ୍ନପତ୍ର ଲିକ୍ ହେଉଛି, ବାରମ୍ବାର ପରୀକ୍ଷା ବାତିଲ ହେଉଛି, ଯାହାକୁ ନେଇକି ଲକ୍ଷ ଲକ୍ଷ ଆଶାୟୀ ଯୁବକ ଯୁବତୀମାନେ ନିରାଶ ହେଉଛନ୍ତି। ଏଭଳି କ୍ଷେତ୍ରରେ ଆଉ ଏକ ବଡ଼ କଥା ହେଉଛି, ଏକଦା ହୋମଗାର୍ଡ଼ ଚାକିରି କରିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରୁନଥିଲେ। ବଡ଼ ବଡ଼ ପୋଲିସ ବାବୁମାନଙ୍କୁ ଧରି ଯାଇତାଇ ଲୋକ କିଛି କମ୍ ଟଙ୍କାରେ ଚାକିରି କରୁଥିଲେ ହୋମଗାର୍ଡ଼ରେ। କେତେବେଳେ ଦିନକୁ 50-60 ଟଙ୍କା 70-80 ଟଙ୍କା ମିଳୁଥିଲା। ରାସ୍ତାରେ ଟ୍ରାଫିକରେ ଠିଆ ହେଇ 10ରୁ 12 ଘଣ୍ଟା ଲେଖା ଡ୍ୟୁଟି କରିବାକୁ ପଡ଼ୁଥିଲା। ତା ଦେହରେ ଭବିଷ୍ୟତ ବି ନଥିଲା। ଆଜି ହୋମଗାର୍ଡ଼ରେ ପ୍ରବେଶ କରୁଥିଲୁ, କାଲି ତୁମକୁ କିଏ ବାହାର କରିଦେବାର ବି ଆଶଙ୍କା ରହିଥିଲା। କିନ୍ତୁ ଏବେ ଆଜ୍ଞା ହୋମଗାର୍ଡ଼ ଚାକିରି ଚାହିଦା ଢେର ବଢ଼ିଯାଇଛି। ଏତେ ବଢ଼ିଯାଇଛି ଯେ ଆପଣ ଇମାଜିନ୍ ବି କରିପାରିବେନି। BSc MSc ପାଠ ପଢ଼ୁଥିବା ପିଲାମାନେ ବି ହୋମଗାର୍ଡ଼ ହେବା ପାଇଁ ଚାହୁଁଛନ୍ତି। ତାର କାରଣ ହେଉଛି ହୋମଗାର୍ଡ଼ ଯେତିକି ହୋମଗାର୍ଡ଼ ରହିବେ ସେମାନଙ୍କ ଭିତରେ କନେଷ୍ଟବଳ ପାଇଁ ମଧ୍ୟ ସେମାନେ ଯୋଗ୍ୟ ବିବେଚିତ ହୋଇପାରିବେ। ପାଖାପାଖି 15% ଯେଉଁ କନେଷ୍ଟବଳ ପଦବୀରେ ସଂରକ୍ଷଣ ରହିଛି ହୋମଗାର୍ଡ଼ ମାନଙ୍କ ପାଇଁ, ଯେଉଁଥିପାଇଁ ବର୍ତ୍ତମାନ ହୋମଗାର୍ଡ଼ ଚାହିଦା, ସେ ଚାକିରିର ଚାହିଦା ବଢ଼ିଯାଇଛି। ଯେଉଁମାନେ ସିଧାସଳଖ ଭାବରେ କନେଷ୍ଟବଳ ହୋଇପାରୁନାହାନ୍ତି ସେମାନେ ଆଶା ରଖୁଛନ୍ତି ଯେ ଯଦି ଆମେ ହୋମଗାର୍ଡ଼ଟେ ହୋଇପାରିବା, କାଲିକି ଆମେ ଆଉ ଟିକେ ପ୍ରଭାବୀ ପ୍ରଦର୍ଶନ କରିବା, ଟିକେ ରିଟିନ୍ ପାଇଁ ଆଉ ଟିକେ ଭଲ କି ପ୍ରିପେୟାର ହୋଇପାରିବା, ଯେଉଁ 15%ରେ ମଧ୍ୟ ଆମେ ସୁଯୋଗ ପାଇପାରିବା। ତେଣୁ ଅନେକ ବହୁତ ପାଠ ପଢ଼ା ପିଲାମାନେ ମଧ୍ୟ ହୋମଗାର୍ଡ଼ ଚାକିରି ପାଇଁ ଆଶାୟୀ ଅଛନ୍ତି। ତେବେ ଏସବୁ ଭିତରେ ସବୁଠାରୁ ବଡ଼ କଥାଟି ହେଉଛି, ବର୍ତ୍ତମାନ ଛକରେ ବଜାରରେ ଆପଣ ଯଦି ହୋମଗାର୍ଡ଼ ଚାକିରି କଥା ଆଲୋଚନା କରିବେ, ତାହେଲେ ହୋମଗାର୍ଡ଼ ଚାକିରି ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର ହେଉଛି। ଏ ଅଭିଯୋଗ ଆପଣମାନେ ଯେଉଁ ଦର୍ଶକ ବନ୍ଧୁମାନେ ଶୁଣୁଥିବେ, ନିଜର ଆଖପାଖରେ ଯଦି ପଚରା ଉଚରା କରିବେ ଆପଣ ମଧ୍ୟ ସମାନ ଅଭିଯୋଗ ପାଇବେ। ପ୍ରଶ୍ନ ଉଠିବ, କ'ଣ ପ୍ରମାଣ ରହିଛି? ଆଜ୍ଞା ଯିଏ ଟଙ୍କା ଦେଇଛି ସିଏ କ'ଣ ଆଜିଠାରୁ କହିବ ଯେ ହଁ ମୁଁ ଦେଇଛି? ଯିଏ ଟଙ୍କା ଯେଉଁ ଅଧିକାରୀଙ୍କୁ ଦେଇଛି ସେ ଅଧିକାରୀଙ୍କ ନାମ କ'ଣ କେହି ପ୍ରକଟ କରିବେ? କିନ୍ତୁ କଥା ହେଉଛି, ନିଆଁ ନଥିଲେ ଧୂଆଁ ବାହାରିବ କେମିତି? ଆଗରୁ ଆମେ ଜାଣୁଥିଲେ ହୋମଗାର୍ଡ଼ ଚାକିରି ପାଇଁ ଟିକେ ବଡ଼ ବଡ଼ିଆଙ୍କ ପୁଲିସ ଅଫିସରଙ୍କର ସୁପାରିଶଟେ ଦରକାର ହେଉଥିଲା। କିଏ SP, କିଏ DSP, କିଏ ଆଉ ଟିକେ ଉପର ର୍ୟାଙ୍କର, ଏମାନଙ୍କୁ ଧରାଧରି କଲେ ହୋମଗାର୍ଡ଼ ଚାକିରିଟି ଅନାୟାସରେ ମିଳିଯାଉଥିଲା। ଏ ଚର୍ଚ୍ଚା ଆମେ ଶୁଣିଛେ, କିନ୍ତୁ ଆମେ କ'ଣ କେବେ ଶୁଣିଛେ ହୋମଗାର୍ଡ଼ ଚାକିରି ପାଇଁ ବି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହେଉଛି ବୋଲି? ଏବେ ଶୁଣିବାକୁ ମିଳୁଛି। ମାନେ ଆପଣ ଭାବି ନିଅନ୍ତୁ, ନିଆଁ ନଥିଲେ ଏ ଧୂଆଁ ବାହାରିବ ନାହିଁ। ଅର୍ଥାତ୍ କେଉଁଠି ନା କେଉଁଠି ଏକଥା ସବୁ ଚାଲିଛି। ଆମେ ଆଶା ରଖିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଗୋଚରରେ ଏସବୁ ଘଟୁଛି। ପୋଲିସ ଅଫିସର ହୁଅନ୍ତୁ ବା କର୍ମଚାରୀମାନେ ହୁଅନ୍ତୁ, ଏଇ ଯେଉଁ କାରବାର କରୁଛନ୍ତି, ଏହାଦ୍ୱାରା ମୋହନ ସରକାର ଅକଳରେ ପଡ଼ିବେ। ସରକାରର ମୁଖ୍ୟ ଭାବେ, ଗୃହ ବିଭାଗର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଭବିଷ୍ୟତରେ ଉତ୍ତରଦାୟୀ ରହିବେ। ତେଣୁ ତୁରନ୍ତ
ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ନ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ଦେଇ ଚାକିରି କରୁଥିବା ଯେଉଁ ହୋମଗାର୍ଡ଼ ଚାକିରି ପାଇଁ ଆଶାୟୀ ଅଛନ୍ତି, ଟଙ୍କା ଲଗେଇ ଦେଇଛନ୍ତି, ଏବେଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ଡିଜିଙ୍କୁ, ବରିଷ୍ଠ ଅଧିକାରୀଙ୍କୁ, ହୋମଗାର୍ଡ଼ ଡିଜିଙ୍କୁ ଏ ନେଇକି ଅବଗତ କରାନ୍ତୁ ଏବଂ ହୋମଗାର୍ଡ଼ ନିଯୁକ୍ତି କିଭଳି ଭାବରେ ସ୍ୱଚ୍ଛତାର ସହ ହେବ ତାହା ସ୍ଥିର ନିଶ୍ଚିତ କରନ୍ତୁ। ନଚେତ୍ କାଲିକି କାଲି ଆଜି ଛୋଟିଆ କିଳା ଭଳି ପ୍ରତୀୟମାନ ଏହି ନିଯୁକ୍ତି କେଳେଙ୍କାରୀ କାଲି ଏକ ବଡ଼ କିଳା ହେଇକି ସରକାରଙ୍କ ପାଇଁ ଉଭା ହେଇପାରେ। ନମସ୍କାର।